ମାନେ ଯୋଉଟା ଆମେ ଆଶା କରୁଥିଲୁ ଡେରି ହେଲେ ମଧ୍ୟ ରାୟ ମିଳିବ ସପକ୍ଷରେ ମିଳିବ ଜଗନ୍ନାଥଙ୍କର ଇଚ୍ଛା ସେଇଆ ଥିଲା ମିଳିଲା ଖୁସି ହେଲା ପରେ ବି ତୁମର ଜୟ ହେଇଛି। ନିଶ୍ଚିତ ଧର୍ମର ଜୟ। ଆଜ୍ଞା ଆପଣ କହିଲେ କି ପୁରୀରେ ଆପଣ ଥିଲେ ଆଜି ଆସିଲେ ଜଗନ୍ନାଥ ଆପଣ ଗୁହାରି ତାହେଲେ ଶୁଣିଲେ। ହଁ ଡେଲି ଆଜ୍ଞା 11ଟା ପରେ ମୁଁ ବସିଥାଏ ମନ୍ଦିରରେ କାଲି ବି ବସିଥିଲି ଦିନେ ଛାଡ଼ି ତା ଆଗ ଦିନ ବି ବସିଥିଲି ଏମିତି 4 ଦିନ ବସିଛି ଏ 12 ତାରିଖ ପାଖରୁ ଆଜି ପର୍ଯ୍ୟନ୍ତ 4 ଦିନ ବସିଛି। ପିୟୁଷ ବି ଏ କଥା ଜଣେଇଲେଣି ଆଜି ପିୟୁଷ ବି ଯାଇକି 2 ଦିନ ପୁରୀରେ ଥିଲେ। ନାଇଁ ଆଜି ଯୋଉ ରାୟଟି ପ୍ରକାଶ ପାଇଲେ ପିୟୁଷ ଜାଣି ସାରିବନି ମୁଁ ଏଇଟା ଆପଣମାନଙ୍କ ସାଙ୍ଗରେ ଅଛି ମୋବାଇଲ ନାହିଁ କଥା ହେଇ ଫ୍ୟାନ୍ସ ମାନଙ୍କୁ କଣ କହିବେ ଯୋଉମାନେ ଟେନସନରେ ଥିଲେ ପିୟୁଷକୁ ନେଇକି ଆମ ପାଖକୁ ବି ବାରମ୍ବାର କଲ୍ ଆସୁଥିଲା ନିଶ୍ଚିତ ଆଜ୍ଞା ଓଡ଼ିଶାର ସମସ୍ତ ଯାତ୍ରା ଦର୍ଶକ ଅପେକ୍ଷାରେ ଥିଲେ କେମିତି ପିୟୁଷ ରୁଲ କରିବ କାରଣ 3 ରାତି ଯାତ୍ରା କଲା ପରେ ଯୋଉ ଅହୌତୁକ ଲୋକମାନଙ୍କର ଭଲ ପାଇବା ଦେଖାଯାଇଥିଲା ତୁମ ବଜରଙ୍ଗୀରେ ସେ ନାଟକୁ ସମସ୍ତେ ଅପେକ୍ଷା କରିଥିଲେ। ଦୁଇଟି କଥା ଥିଲା ଗୋଟିଏ ହେଲା ଚୁକ୍ତି ଖିଲାପ କରିବା ଗୋଟେ ଟଙ୍କା ନ ଫେରେଇବା ଏହା ବିଷୟରେ କିଛି ଫଇସଲା ହେଲା କି? ସେଇଟା ଆଜ୍ଞା ଆପଣ ପିୟୁଷକୁ ପଚାରିଲେ ସେ କହିପାରିବେ କାରଣ ଚୁକ୍ତି କରିଥିଲେ ପିୟୁଷ କରିଥିବେ ବା ନ କରିଥିଲେ କିନ୍ତୁ ମୁଁ ଯେତେବେଳେ ଏଗ୍ରିମେଣ୍ଟ କଲି ଆପଣ ଜାଣିଥିବେ 5 ବର୍ଷ ମୁଁ କୋର୍ଟ ଏଗ୍ରିମେଣ୍ଟ କରିଛି ସେଥିରେ ଆମର କୋର୍ଟ ଏଗ୍ରିମେଣ୍ଟ ଆଗରୁ ନିଶ୍ଚିତ ପଚରା ହୁଏ ଜଜ୍ ବି ପଚାରୁଛନ୍ତି ସେ କହିଛନ୍ତି ଯେ ମୁଁ କିଛି ଚୁକ୍ତି କରିନାହିଁ ତେଣୁ କ'ଣ ସେଟା କୋର୍ଟ ହିଁ ତାର ସିଦ୍ଧାନ୍ତ ନେବ। ଆଡଭୋକେଟ କହିଲେ ମୂଳ କେସ୍ ରହିବ କିନ୍ତୁ ବର୍ତ୍ତମାନ ଯୋଉ ଷ୍ଟେଜ ଉପରେ ପ୍ରତିବନ୍ଧକ ଲାଗିଛି ସେଇଟା ହଟି ଯାଇଛି। ସେ ବାବଦରେ ଜଜ୍ ମାନେ ଆମର ଆଡଭୋକେଟ ବେଶୀ କହିପାରିବେ ଆଇନ କାନୁନ ଭିତରେ ମୁଁ କ'ଣ କହିପାରିବି। ପୁଣି ମାନେ ଖଣ୍ଡଗିରିରେ ଖେଳ ହବ ଖେଳ କ'ଣ ଖେଳ ହବ ଲୋକ ଦର୍ଶକ ଯାତ୍ରା ଦେଖିବେ 300 ଟଙ୍କା ଟିକେଟ କାଟିବେ ଯାତ୍ରା ଦେଖିବେ ଦର୍ଶକମାନେ ଅନେକ ବସିଥିଲେ ପିୟୁଷ ଆଜ୍ଞା ଆଜ୍ଞା ଷ୍ଟେଜ ଚଢିବେ ତାଙ୍କ ମନରେ ବହୁତ କିନ୍ତୁ ବର୍ତ୍ତମାନ ସେମାନେ କନଫର୍ମ ହେଲେ ପିୟୁଷ ଚଢିବେ ଆଜ୍ଞା 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 ଆପଣ ଖୁସି ଅଛନ୍ତି ଏବଂ ଦର୍ଶକ ବି ଖୁସି ଅଛନ୍ତି ବହୁତ ଡେଲି 100 200 500 ଫୋନ ଆସୁଥିଲା ଇଭିନ୍ ଦର୍ଶକ ଫୋନ କରି ପଚାରୁଛନ୍ତି ଆମେ ଟିକେଟ ସିଂ ବାଲା କରିବେ କି ନାହିଁ ଲୋକଙ୍କର ଅପେକ୍ଷା ଥିଲା ଭଗବାନ ଶୁଣିଲେ ଆମେ ସତୀଶରୁ ରହୁଛୁ ସତୀଶରୁ 6 ଦିନ ସେଇ ଦର୍ଶକ ମାନଙ୍କୁ ଆପଣ କଣ କହିବେ ଯୋଉମାନେ ଆପଣଙ୍କୁ କଲ୍ କରି ପଚାରୁଥିଲେ ସବୁ ଦର୍ଶକ ମାନେ ଜାଣିଛନ୍ତି ସିଂହ ବାହିନୀ ଗୋଟେ ଭଲ ଅନୁଷ୍ଠାନ ପିୟୁଷ ଜଣେ ଭଲ କଳାକାର ତୁ ମୋ ବଜରଙ୍ଗୀ ଗୋଟେ ଭଲ ନାଟକ ତେଣୁ 3ଟା ସଂସ୍ପର୍ଶରେ ଗୋଟେ ଭଲ ନାଟକ ଦେଖିବା ପାଇଁ ଅପେକ୍ଷା କରିଥିଲେ ଜଗନ୍ନାଥ ସେମାନଙ୍କୁ ନ୍ୟାୟ ଦେଇଛନ୍ତି। ଚର୍ଚ୍ଚା ହୁଏ ପାଡିଆବୁ ସବୁବେଳେ ସତ୍ ମାର୍ଗରେ ଥାନ୍ତି ସେଥିପାଇଁ ଆଜି ଜିତିଗଲେ ନାଇଁ ଦେଖନ୍ତୁ ସତ ମାର୍ଗ ଏଠି କେବଳ ପାଡିଆବୁ କଥା ପଡିନି ଏଠି ଅପରପକ୍ଷ ସୂର୍ଯ୍ୟ ମନ୍ଦିର ମଝିରେ ପିୟୁଷ ପୁଣି ମୁଁ ତେଣୁ ଏ ସମସ୍ତଙ୍କର କଥା ସେ ବିଚାର କରିଛନ୍ତି।